बंधु माने आजिर एही कार्यक्रम को आपण मानक स्वागत। आजिर एही कार्यक्रमटी मेष राशि व्यक्ति विशेष मानक पई बहुत गुरुत्वपूर्ण अटे, बहुत ही खास अटे। कारण आजिर एही भिडियो रे आमे माने जानिबा जे जुलाई 2026 प्रकृत रे आपणक पई किपरि रहिबो। बंधु माने आपणको आपणकर घरोई क्षेत्रରୁ ବାହାରକୁ ପାଦ ଦେବାକୁ ପଡ଼ିପାରେ, କାରଣ ଏହା ଆପଣଙ୍କର ଆରାମ କ୍ଷେତ୍ର ଛାଡ଼ି ଜୀବନର କ୍ଷେତ୍ରରେ ପ୍ରବେଶ କରିବାର ସମୟ। ଜୁଲାଇ ମାସ ଆଳସ୍ୟ ପାଇଁ ନୁହେଁ। ଏହି ମାସରେ ଦେଖାଯାଉଥିବା ଗ୍ରହ ସଂରଚନା ଏବଂ ପରିବର୍ତ୍ତନ ଗୁଡ଼ିକୁ ଦୃଷ୍ଟିରେ ରଖି ଏହି 30 ଦିନ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଣ୍ଣାୟକ ସମୟ ପ୍ରମାଣିତ ହେବ। ଶନି, ରାହୁ, ଗୁରୁ ଏବଂ କେତୁଙ୍କର ସ୍ଥିତିକୁ ବିଚାର କଲେ ଜୁଲାଇ 2026 ଆପଣଙ୍କ ପାଇଁ ଯାହା ଆଶା କରିଛି ତାହା ପୂରଣ କରିବାର ସମ୍ଭାବନା ରଖିଛି। ଆପଣଙ୍କର ସ୍ୱପ୍ନ ଏବଂ ସେହି ଦୀର୍ଘକାଳୀନ ଅପୂର୍ଣ୍ଣ ଇଚ୍ଛା ଆପଣଙ୍କ ଜୀବନ ଏକ ମୋଡ଼ ନେବାକୁ ଯାଉଛି, ଯେଉଁଠାରେ ଗୋଟିଏ ସଠିକ୍ ପଦକ୍ଷେପ ଆପଣଙ୍କୁ ନୂତନ ଉଚ୍ଚତାକୁ ନେଇପାରେ। ବିପରୀତ ଭାବରେ ଏକ ଛୋଟ ଭୁଲ ମଧ୍ୟ ବହୁତ ମହଙ୍ଗା ପଡ଼ିପାରେ। ତେଣୁ ଭିଡିଓଟିକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ବର୍ଷର 6 ମାସ ବିତିଗଲାଣି, ବର୍ଷ ଅଧା ଚାଲିଗଲା ଏବଂ ଏହି ସମୟ ମଧ୍ୟରେ ଆପଣ ଅନେକ ସଂଘର୍ଷର ସମ୍ମୁଖୀନ ହୋଇଛନ୍ତି। ଟଙ୍କା ଆସିଥିଲା କିନ୍ତୁ ରହିଲା ନାହିଁ। ଆପଣ ଯେଉଁ ଲୋକମାନଙ୍କୁ ବିଶ୍ୱାସ କରିଥିଲେ ଏବଂ ଭରସା କରିଥିଲେ ସେମାନେ ଆପଣଙ୍କ ସହିତ ଠିଆ ହେବେ ବୋଲି ଆଶା କରିଥିଲେ, ସେମାନଙ୍କର ପ୍ରକୃତ ରଙ୍ଗ ସେମାନେ ଦେଖାଇଦେଲେ। ଆପଣଙ୍କର ପରିବାର ମଧ୍ୟରେ ସାମାନ୍ୟ କଥାକୁ ନେଇ ମଧ୍ୟ ନିରନ୍ତର ଉତ୍ତେଜନା ଲାଗି ରହିଥାଏ। ଫଳସ୍ୱରୂପ ଯେତେବେଳେ ଆପଣ କାମ କରିବାକୁ ବସନ୍ତି କିମ୍ବା କୌଣସି କାର୍ଯ୍ୟକ୍ଷେତ୍ରକୁ ପାଦ ଦିଅନ୍ତି, ସେହି ଚିନ୍ତାଧାରା ଆପଣଙ୍କୁ ବିଚଳିତ କରିଥାଏ। ଯଦିଓ ଏକ ନୂତନ ମାସର ଆରମ୍ଭ ସାଧାରଣତଃ ଆଶା ଏବଂ ଉତ୍ସାହ ଆଣିଥାଏ, କିଛି ବଡ଼ ହାସଲ କରିବାର ସଂକଳ୍ପ, ଆପଣ ସେହି ସଂଘର୍ଷ ଜାରି ରହିବ କି ନାହିଁ ସେ ବିଷୟରେ ଚିନ୍ତିତ ଥାନ୍ତି। ତ ବନ୍ଧୁମାନେ, ଆମେ ଆଜିର ଭିଡିଓରେ କହିବୁ ଯେ କେଉଁ ଭୁଲ ଗୁଡ଼ିକୁ ଆପଣଙ୍କୁ ଏଡ଼ାଇବାକୁ ପଡ଼ିବ ଏବଂ ଏହି ଜୁଲାଇ 2026ରେ ଆପଣଙ୍କ ଦ୍ୱାରରେ କେଉଁ ଭଲ ଖବର ଆସିବ। ଭିଡିଓର ଶେଷରେ ଆମେ ଏକ ପ୍ରତିକାର ମଧ୍ୟ ଉଲ୍ଲେଖ କରିବୁ, ଯାହା ଆପଣଙ୍କର ଭାଗ୍ୟର ଦ୍ୱାରକୁ ଖୋଲିପାରିବ। ତେଣୁ ଯଦି ଆପଣ ଏହି ଭିଡିଓଟି ଦେଖୁଛନ୍ତି, ତେବେ ଜାଣନ୍ତୁ ଯେ ଏହା ଭାଗ୍ୟର ଏକ ଆଘାତ ଦ୍ୱାରା ଆପଣଙ୍କ ସମ୍ମୁଖକୁ ଆସିଛି। ଏହି ଭିଡିଓକୁ ଅଣଦେଖା କରନ୍ତୁ ନାହିଁ, ନଚେତ୍ ଯେତେବେଳେ ଆପଣ ଗ୍ରହମାନଙ୍କର ଗତିରେ ଫସିଯିବେ, ସେତେବେଳେ ଆପଣ ପରେ ଗଭୀର ଭାବରେ ଅନୁତାପ କରିପାରନ୍ତି। ତଥାପି ଯଦି ଆପଣ ଏହାକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତି, ତେବେ ଆପଣ ପଚାରିବା ବିନା ଆପଣଙ୍କ ମନରେ ଥିବା ପ୍ରଶ୍ନ ଗୁଡ଼ିକର ଉତ୍ତର ପାଇବେ। ତ ବନ୍ଧୁମାନେ, ସବୁଠାରୁ ମୁଖ୍ୟ କଥା ହେଉଛି 5 ଜୁଲାଇକୁ ଶୁକ୍ର ସିଂହ ରାଶିରେ ପ୍ରବେଶ କରିବେ। ବର୍ତ୍ତମାନ ଶୁକ୍ର ଆପଣଙ୍କର ଚତୁର୍ଥ ଭାବରେ ଗୋଚର କରୁଛନ୍ତି, କିନ୍ତୁ ଶୁକ୍ର ପଞ୍ଚମ ଭାବକୁ ପ୍ରବେଶ କରିବେ, ଯେଉଁଠାରେ ପୂର୍ବରୁ କେତୁ ଗୋଚର କରୁଛନ୍ତି। ତ ବନ୍ଧୁମାନେ, ଏହାପରେ ଦ୍ୱିତୀୟରେ 7 ଜୁଲାଇକୁ ବୁଧ ବକ୍ରି ହୋଇଯିବେ। ବୁଧ ଆପଣଙ୍କର ତୃତୀୟ ଭାବ ଏବଂ ଷଷ୍ଠ ଭାବର ଅଧିପତି ଏବଂ ବୁଧ ବକ୍ରି ହେବେ, ଅର୍ଥାତ୍ ବିପରୀତ ଗତି କରିବେ। ଏହାର ପ୍ରଭାବ କ'ଣ ପଡ଼ିବ? ଏହା ବ୍ୟତୀତ ଜୁଲାଇ 16କୁ ଗ୍ରହମାନଙ୍କର ରାଜା ସୂର୍ଯ୍ୟ କର୍କଟ ରାଶିରେ ପ୍ରବେଶ କରିବେ। ବର୍ତ୍ତମାନ ତୃତୀୟ ଭାବରେ ଥିବା ସୂର୍ଯ୍ୟ 16 ତାରିଖକୁ ଚତୁର୍ଥ ଭାବରେ ପ୍ରବେଶ କରିବେ। ଶେଷରେ ଜୁଲାଇ 27 ତାରିଖରେ ଶନି ଆପଣଙ୍କର ଦ୍ୱାଦଶ ଭାବରେ ବକ୍ରି ହୋଇଯିବେ। ତ ଗ୍ରହଗୁଡ଼ିକର ସଂରଚନା ନିରନ୍ତର ପରିବର୍ତ୍ତନ ହୁଏ, ଯାହା ମାସ ସାରା ବିଭିନ୍ନ ପ୍ରଭାବ ସୃଷ୍ଟି କରେ। ତଥାପି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଆପଣଙ୍କ ରାଶିର ଅଧିପତି ଆପଣଙ୍କର ଶାସକ ଗ୍ରହ ମଙ୍ଗଳ ଧନ ଭାବରେ ଗୋଚର କରୁଛନ୍ତି ଏବଂ ଏଠାରେ ଏକ ଭଲ ଖବର ଅଛି। ଆପଣ ନିଜକୁ ପ୍ରକାଶ କରିବା ଏବଂ ଯୋଗାଯୋଗ କରିବା ଶୈଳୀରେ ବହୁତ ଆତ୍ମବିଶ୍ୱାସୀ ଦେଖାଯିବେ। କେତେକ ସମୟରେ ଲୋକମାନେ କମ୍ ଆତ୍ମବିଶ୍ୱାସ ଯୋଗୁଁ ସେମାନଙ୍କର ଚିନ୍ତାଧାରା ପ୍ରକାଶ କରିବାକୁ କିମ୍ବା ସେମାନଙ୍କର ବାର୍ତ୍ତା ଅନ୍ୟମାନଙ୍କୁ ଜଣାଇବାକୁ ସଂଘର୍ଷ କରନ୍ତି। ତଥାପି ମଙ୍ଗଳ ଆପଣଙ୍କୁ ଏପରି ଉତ୍ସାହ ଏବଂ ଆତ୍ମବିଶ୍ୱାସ ପ୍ରଦାନ କରିବାକୁ ପ୍ରସ୍ତୁତ ଯେ ଆପଣ କେବଳ ଆପଣଙ୍କର ମତକୁ ପ୍ରଭାବଶାଳୀ ଭାବରେ ଉପସ୍ଥାପନା କରିପାରିବେ ନାହିଁ, ବରଂ ଏପରି ଉଲ୍ଲେଖନୀୟ ଯୋଗାଯୋଗ ଦକ୍ଷତା ମଧ୍ୟ ପାଇବେ ଯେ ଆପଣ ସହଜରେ ଅନ୍ୟମାନଙ୍କୁ ଆପଣଙ୍କ ସହିତ ସହମତ ହେବାକୁ ରାଜି କରାଇବେ। ଜୁଲାଇ ମାସ ସାରା ମଙ୍ଗଳ ଆପଣଙ୍କର ଦ୍ୱିତୀୟ ଭାବରେ ଗୋଚର କରିବେ, ତେଣୁ ଆପଣଙ୍କୁ ଲୋକମାନଙ୍କୁ ବୁଝାଇବା ବହୁତ ସହଜ ହେବ। ଆପଣଙ୍କ ଭିତରେ ଏକ ଆଗ୍ରହର ଅଗ୍ନି ପ୍ରଜ୍ୱଳିତ ହେବ
ଏବଂ ଏପରି ଭାବରେ ଯୋଗାଯୋଗ ହେବ ଯାହା ଲୋକଙ୍କ ହୃଦୟ ଜିତିବ। ବିଶ୍ୱାସ କରନ୍ତୁ, ଏହା ସମସ୍ତଙ୍କୁ ପ୍ରଭାବିତ କରିବ। ଯେହେତୁ ମଙ୍ଗଳ ଆପଣଙ୍କର ଧନ ଭାବରେ ଗୋଚର କରୁଛନ୍ତି, ଆପଣ ଅଟକି ରହିଥିବା ଟଙ୍କା, ଯାହା ଆପଣ ଫେରସ୍ତ ପାଇବାର ଆଶା ନଥିଲା, କାହାକୁ ଋଣ ଦେଇଥିଲେ କିମ୍ବା ପେମେଣ୍ଟ ବାକି ଥିଲା, କଷ୍ଟ ଅର୍ଜିତ ଟଙ୍କା, ଦରମା ବକେୟା କିମ୍ବା ଅଟକି ରହିଥିବା ବୃତ୍ତି ମଧ୍ୟ ଫେରି ପାଇବେ। ମଙ୍ଗଳ ଏହି ବିଷୟଗୁଡ଼ିକୁ ସମାଧାନ କରିବାରେ ସାହାଯ୍ୟ କରିବ। ବର୍ତ୍ତମାନ ମୁଁ ଆପଣଙ୍କୁ ଦ୍ୱିତୀୟ ଭଲ ଖବର କହିବାକୁ ଯାଉଛି। ଦୟାକରି ଧ୍ୟାନ ଦେଇ ଶୁଣନ୍ତୁ। ଶୁକ୍ର ପଞ୍ଚମ ଭାବରେ ପ୍ରବେଶ କରିବାକୁ ଯାଉଛନ୍ତି। ବର୍ତ୍ତମାନ ଆପଣଙ୍କର ଚତୁର୍ଥ ଭାବରେ ଅବସ୍ଥିତ ଶୁକ୍ର ଜୁଲାଇ 5 ତାରିଖରେ ଆପଣଙ୍କର ପଞ୍ଚମ ଭାବରେ ପ୍ରବେଶ କରିବେ। କେତୁଙ୍କ ସହିତ ଯୋଗ ଦେବେ, ଯେ କି ପୂର୍ବରୁ ଏଠାରେ ଗୋଚର କରୁଛନ୍ତି। ଏହାକୁ ସ୍ପଷ୍ଟ ଭାବରେ ବୁଝନ୍ତୁ। ପଞ୍ଚମ ଭାବଟି ଆମର ଶିକ୍ଷା, ସନ୍ତାନ ଏବଂ ପ୍ରେମ ଜୀବନର ଭାବ ହୋଇଥାଏ। ଯେତେବେଳେ ଶୁକ୍ର ଏଠାରେ ପହଞ୍ଚିବେ, ଏହା କେତୁଙ୍କର ପ୍ରଭାବକୁ ଉଲ୍ଲେଖନୀୟ ଭାବରେ ଦମନ କରିବାକୁ ଚେଷ୍ଟା କରିବେ। କେତୁ ଅନେକ ଦିନ ଧରି ଆପଣଙ୍କର ପ୍ରେମ ଜୀବନରେ ଭୁଲ ବୁଝାମଣା ସୃଷ୍ଟି କରି ଆସୁଥିଲେ। ପିଲାମାନଙ୍କ ମଧ୍ୟରେ ଏକ ଜିଦଖୋର ଧାରା ବିକଶିତ ହେଉଥିଲା। କେତେବେଳେ ସେମାନଙ୍କର ବୁଦ୍ଧି ତୀକ୍ଷ୍ଣ ଥିଲା ତ ଅନ୍ୟ ସମୟରେ ହଠାତ୍ ଆଳସ୍ୟ ଦେଖାଯାଉଥିଲା। ତଥାପି 5 ଜୁଲାଇରୁ ଆପଣ ଆପଣଙ୍କର ପ୍ରେମ ଜୀବନକୁ ବହୁତ ଦୃଢ଼ ହେଉଥିବା ଦେଖିବେ। ପୂର୍ବରୁ ଥିବା ଦୂରତା ହ୍ରାସ ପାଇବ। ଆପଣ ଏହା ମଧ୍ୟ ଦେଖିବେ ଯେ ପିଲାମାନେ ଆପଣଙ୍କ କଥା ଶୁଣିବା ଆରମ୍ଭ କରିଛନ୍ତି। ଆପଣଙ୍କ ସୃଜନଶୀଳତା ଶୀର୍ଷରେ ପହଞ୍ଚିବାକୁ ଯାଉଛି। ଆପଣଙ୍କର କ୍ରିଏଟିଭିଟି ବୃଦ୍ଧି ପାଇବ। ଏହା ବ୍ୟତୀତ ସରକାରୀ କାଗଜପତ୍ର ସହ ଜଡ଼ିତ ଯେକୌଣସି କାମ 100% ସଫଳତା ପାଇଁ ସ୍ଥିର। ମୁଁ ଏବେ ଆପଣଙ୍କୁ ତୃତୀୟ ଶୁଭ ଖବର କହିବାକୁ ଯାଉଛି। ଏହା ଏତେ ଉଲ୍ଲେଖନୀୟ ଯେ ଏହା ଆପଣଙ୍କୁ ଖୁସିରେ ନଚାଇଦେବ। ଏହି ତୃତୀୟ ଶୁଭ ଖବରଟି 16 ଜୁଲାଇକୁ ସୂର୍ଯ୍ୟ କର୍କଟ ରାଶିରେ ପ୍ରବେଶ କରିବେ। ବର୍ତ୍ତମାନ ତୃତୀୟ ଭାବରେ ଅବସ୍ଥିତ ସୂର୍ଯ୍ୟ ଚତୁର୍ଥ ଭାବରେ ପ୍ରବେଶ କରିବେ। ଚତୁର୍ଥ ଭାବରେ ପ୍ରବେଶ କରିବା ପରେ ସୂର୍ଯ୍ୟ ସକାରାତ୍ମକ ଏବଂ ନକାରାତ୍ମକ ଉଭୟ ପ୍ରଭାବ ଆଣିବେ। 5 ଜୁଲାଇରେ ଶୁକ୍ର ଆଗକୁ ବଢ଼ିବେ, ଯେତେବେଳେ କି ବୁଧ ବକ୍ରି ହୋଇଯିବେ। କେବଳ ଗୁରୁ ହିଁ ଏଠାରେ ରହିବେ। ତାପରେ ଜୁଲାଇ 16 ତାରିଖରେ ସୂର୍ଯ୍ୟ ଏଠାରେ ପହଞ୍ଚିବେ। ଗୁରୁଙ୍କ ସହିତ ଏହି ସଂଯୁକ୍ତିରୁ ଆସୁଥିବା ଶୁଭ ଖବରକୁ ଧ୍ୟାନର ସହିତ ଶୁଣନ୍ତୁ। ଆପଣଙ୍କ ମଧ୍ୟରେ ବିପଦ ନେବାର କ୍ଷମତା ବୃଦ୍ଧି ପାଇବ। ଆପଣ ଏପରି ସୁଯୋଗ ପାଇବେ ଯାହା ଆପଣ ପୂର୍ବରୁ ଆତ୍ମସନ୍ଦେହ ଯୋଗୁଁ ହାତଛଡ଼ା କରିଦେଇଥିଲେ। ବିଫଳତା, ଆର୍ଥିକ କ୍ଷତି କିମ୍ବା ଆପଣଙ୍କର ପ୍ରତିଷ୍ଠାକୁ କ୍ଷତି ହେବାର ଭୟ। ଆପଣ ଏପରି ଭୟ ପୋଷଣ କରୁଥିଲେ, କିନ୍ତୁ ସୂର୍ଯ୍ୟ ଆପଣଙ୍କୁ ନିର୍ଭୀକ କରିଦେବେ। ଜୁଲାଇ 16 ତାରିଖ ପରେ ଆପଣ ବିପଦ ନେବାର ଏକ ଦୃଢ଼ କ୍ଷମତା ବିକଶିତ କରିବେ। ଆପଣ ଏହା ମଧ୍ୟ ଦେଖିବେ ଯେ ଆପଣଙ୍କର ବିରୋଧୀମାନେ, ଯେଉଁମାନେ ଆପଣଙ୍କୁ ଦମନ କରିବାକୁ ଚେଷ୍ଟା କରୁଥିଲେ, ପ୍ରାୟତଃ ଶାନ୍ତ ହୋଇଯିବେ। ସୂର୍ଯ୍ୟ ସେମାନଙ୍କୁ ସମସ୍ତଙ୍କୁ ନୀରବ କରିବାକୁ ଯାଉଛନ୍ତି। ଯେଉଁମାନେ ଅବିବାହିତ, ସେମାନଙ୍କ ପାଇଁ ଜଣେ ଚମତ୍କାର ବ୍ୟକ୍ତି ଆପଣଙ୍କ ଜୀବନରେ ପ୍ରବେଶ କରିପାରନ୍ତି। ଗ୍ରହ ସଂଯୋଜନ ଏହି ସମ୍ଭାବନାକୁ ସୂଚାଇ ଦିଏ। ଏବେ ମୁଁ ଚତୁର୍ଥ ଏବଂ ଶେଷ ଶୁଭ ଖବର କହିବାକୁ ଯାଉଛି। ଆପଣଙ୍କ ପାଇଁ ରାହୁ ଆପଣଙ୍କର ଲାଭ ଭାବରେ ଗୋଚର କରୁଛନ୍ତି। ତ ଲାଭ ଭାବରେ ରାହୁଙ୍କର ଗୋଚର ଶୁଭ କିମ୍ବା ଅଶୁଭ ପ୍ରମାଣିତ ହୁଏ କି ନାହିଁ, ତାହା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। ଏଠାରେ ରାହୁଙ୍କର ସ୍ଥିତି ବହୁତ ଅନୁକୂଳ, ବିଶେଷ କରି ଆର୍ଥିକ ଲାଭ ସମ୍ପର୍କରେ। ତଥାପି ରାହୁ ଆପଣଙ୍କୁ ସ୍ୱପ୍ନ ଏବଂ କଳ୍ପନାର ଦୁନିଆରେ ଫସାଇ ଦେଇପାରେ। କିଛି ଲୋକ ବାସ୍ତବତା ସହିତ ସମ୍ପର୍କ ହରାଇ ଏକ କାଳ୍ପନିକ ଦୁନିଆରେ ବାସ କରନ୍ତି। ବିଶ୍ୱାସ କରନ୍ତି ଯେ ସେମାନଙ୍କର ବ୍ୟବସାୟ ଦିନେ ସଫଳ ହେବ, ସେମାନଙ୍କୁ ଲକ୍ଷ ଲକ୍ଷ ରୋଜଗାର ମିଳିବ, ସେମାନଙ୍କୁ ଏକ ବିଳାସପୂର୍ଣ୍ଣ କାର୍ କିଣିବାକୁ ଅନୁମତି ମିଳିବ ଏବଂ ସେମାନଙ୍କୁ ସେମାନଙ୍କ ପରିବାରକୁ ବିଳାସପୂର୍ଣ୍ଣ ଯାତ୍ରାରେ ନେଇଯିବାକୁ ସକ୍ଷମ କରିବ। ରାହୁ ଆପଣଙ୍କ ମନରେ ଏପରି ଚିନ୍ତାଧାରା ପୋତି ପାରନ୍ତି। ଯଦି ଆପଣ ଏହି କାଳ୍ପନିକ ଦୁନିଆରେ ଫସି ରହିଯାଆନ୍ତି, ତେବେ ସୁଯୋଗ ଆପଣଙ୍କ ହାତରୁ ଖସି ଯାଇପାରେ। ରାହୁ ଲାଭ ସୃଷ୍ଟି କରିବ, କିନ୍ତୁ ଏହା ପ୍ରଥମେ ଭ୍ରମ ଉପସ୍ଥାପନା କରିବ। ଯଦି ଆପଣ ସେହି ଭ୍ରମଜାଲରୁ ମୁକ୍ତ ହୋଇପାରିବେ, ତେବେ ଏହା ନିଃସନ୍ଦେହରେ ଯଥେଷ୍ଟ ଲାଭ ଆଣିବ। ଯେତେବେଳେ ରାହୁ ପୁରସ୍କାର ପ୍ରଦାନ କରିବାକୁ ନିଷ୍ପତ୍ତି ନିଅନ୍ତି, ଏହା ଖ୍ୟାତି, ସମ୍ମାନ ଆଣିଥାନ୍ତି ଏବଂ ଆପଣଙ୍କୁ କୋଟିପତି ମଧ୍ୟ କରିଥାନ୍ତି।
तथापि एहार भ्रमजालू रक्षा पाइबा अत्यंत गुरुत्वपूर्ण। आपणको एही काल्पनिक दुनियारू बाहर को आसिबाकू पड़िबो एवं वायुरे दुर्ग निर्माण बंद करिबाकू पड़िबो। जुलाई मास मध्यरे जेहेतु राहु एही स्थिति रे रही थाए आपणको वास्तवता एवं प्रकृत रे कोन हासिल करा जाई पारिबो ताहा उपरे ध्यान देबाकू पड़िबो। एबे मु आपणक सहित 3टी सतर्कता बांटिबाकू चाहूँची, दयाकरी ध्यान दे शुणु। आपणक पई एही सतर्कता आपणकू मास सारा विपदरू रक्षा करिबो एवं ग्रह प्रभावर प्रतिकूल प्रभावरू रक्षा करिबो। गत 6 मास धरी आपण जो संघर्ष एवं कष्ट सहिछंती ताहा एपरी भूलर परिणाम होई पारे। तेणु प्रथम सतर्कता कौन? एठारे सूर्यंकर सकारात्मक एवं नकारात्मक उभय प्रभाव रहिबो। सकारात्मक दिगरे यह आपणक मध्यरे विपद नेबार क्षमता सृष्टि करिबो एवं आपणकर शत्रु मानंकु दमन करिबारे सहाय्य करिबो। आपणक भितरे उत्साह एवं शक्तिर एक लहरी मध्य सृष्टि करिबो। तथापि नकारात्मक प्रभाव हेउछि सामान्य कथा उपरे द्वंद्व देखा देव। आपणकर कथा काहाकू आघात देई पारे किंबा केही हठात एते अजौक्तिक होई पारंती जे से माने आपणक सहित अनावश्यक झगड़ा मध्य करि पारंती। एपरी परिस्थिति सृष्टि होई पारे। पितांक सह कथाबार्ता करिबा समय आपणकर अहंकार को दूरेई रखंतु। से ही आपणकू एही दुनिया को आनिछंती। तांक सहित सम्मानर सहित व्यवहार करंतु। जेपरी सूर्य पिता व्यक्तित्व को सूचित करंती एवं चतुर्थ घरर संरचना मतभेदर संभावना को सूचाई थे। तेणु सतर्कतार सहित पाद दियंतु। जदि आपण कामरे कोनोसी जिनिस द्वारा व्यथित हेउछंती हुएत आपणकर बॉसक ठारू भर्त्सना किंबा सहकर्मीक सह विवाद, तेबे सेही क्रोध को निज भितरे चापी रखंतु। असंक्षेपरे ऑफिस विषय गुड़िक घरोई जीवन अलग रखंतु एवं विपरीत भावरे जुलाई मासरे एही सतर्कता अवलंबन करंतु। नचेत उभय क्षेत्र रे जिनिस गुड़िक भल भावरे काम न करि पारे। आउ एक ध्यान देबार विषय हेउछि 7 जुलाई को जेतेबेले बुध बक्री हेबे तो यह भूल बुझामणा सृष्टि करि पारे, व्यावसायिक भागीदारी, व्यक्तिगत संपर्क किंबा बंधुतारे। तेणु आपणको एही क्षेत्र गुड़िकरे विशेष सतर्क रहिबाको पड़िबो। आपणको किछि सतर्कतार सहित आगको बढ़िबाको पड़िबो। आपणको आपणक मांकर स्वास्थ्य प्रति मध्य ध्यान देबाको पड़िबो। एहा व्यतीत जेतेबेले शनि बक्री होई जिबे जुलाई 27 तारिख ठारू आपणकर अनावश्यक एवं अप्रत्याशित खर्च बढ़ी पारे, जहा पई आपण योजना करि नथिले, जहा फलरे एक गुरुत्वपूर्ण आर्थिक क्षति होई पारे। तेणु एई क्षेत्र रे मध्य सतर्क रुहंतु। आपणक स्वास्थ्यर जत्न नियंतु एवं आपणकर परिवारर सदस्य मानकु मध्य सेमानकर जत्न नेबाको परामर्श दियंतु। विदेश यात्रा करिबाको चाहुथिबा लोकमाने वीसा संबंधी समस्यार सम्मुखीन होई पारंती, कारण शनि विदेश यात्रा को प्रभावित करि पारंती। तेणु एठारे सतर्क रुहंतु। एबे मु आपणको 2टी प्रतिकार विषय कहिबी, जहा ग्रह मानकर को प्रभाव को कम करी आपणको अधिक मात्रा रे शुभ फल प्रदान करिबो। तो सेथिपाई आपण प्रत्येक बुधवार दिन गोशाला परिदर्शन करंतु एवं गाई मानंकु सबुज चारा खाइबाको दियंतु। भगवान गणेशंकु निजको समर्पित करंतु एवं सबुज मुग डाली भोग रूप में अर्पण करंतु एवं निज पाखरे मध्य किछि रखंतु। यह बुध ग्रह को शक्तिशाली करिबो। द्वितीय प्रतिकार हेउछि प्रत्येक दिन आपण उदित सूर्य को तंबा पात्र रे जलार्घ्य अर्पण करंतु। सेई जल रे टिके सिंदूर एवं अक्षत एवं लाल फूल मिसाई जलार्घ्य अर्पण करंतु। तृतीय प्रतिकारटी हेउछि आपण प्रत्येक शनिवार संध्या 7टारे ओस्त गछ मूले सोरिष तेलर दीप जाळंतु। आपणको अधिक मात्रा रे शुभ फल प्राप्ति हेबो।